जय माँ दंडकाली। नमस्कार बंधुगण, मु होची प्रिया। आज मु आपण मानकु नहीं आसी गोसाणी नुआ गाँ को जेउठारे अनुष्ठित होईची प्रसिद्ध अष्टदंड नाच। ଏହି ଭିଡ଼ିଓ ମାଧ୍ୟମରେ ଆପଣମାନେ ମାଙ୍କର ଅପାର ମହିମା ଏବଂ ଭକ୍ତିମୟ ପରିବେଶର ସମ୍ପୂର୍ଣ୍ଣ ଦୃଶ୍ୟ ଉପଭୋଗ କରିପାରିବେ। ଢୋଲ ଓ ମହୁରୀର ତାଳେ ତାଳେ ସାରା ପରିବେଶ ପ୍ରକମ୍ପିତ ହୋଇଥିବା ବେଳେ ମାଙ୍କର ଏହି ଦିବ୍ୟ ଦର୍ଶନ ପାଇଁ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଏଠାରେ ଏକତ୍ରିତ ହୋଇଛନ୍ତି। ତେବେ ଆସନ୍ତୁ ଆଦୌ ବିଳମ୍ବ ନ କରି ଦେଖିବା ଏହି ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ପରମ୍ପରାର ସମ୍ପୂର୍ଣ୍ଣ ଭିଡ଼ିଓ। ଏଠି ଆପଣମାନେ ଅନୁଭବ କରନ୍ତୁ ମାଙ୍କର ଆଗମନର ପ୍ରଥମ ଝଲକ। ମାଙ୍କର ଆଗମନର ପ୍ରଥମ ଝଲକ ଆପଣମାନଙ୍କୁ କାର୍ଯ୍ୟକ୍ରମ ମା ମିଳନ ଅଷ୍ଟଦଣ୍ଡ ମା ମିଳନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଦୟାପୂର୍ବକ ସମସ୍ତ ଶାନ୍ତି ଶୃଙ୍ଖଳା ସହିତ ପାଳନ କରନ୍ତୁ। ଜମିରେ ଧନ ଭିତର କଷ୍ଟ ସବୁ ଦଶକର୍ମରେ ବାହାରୁ ଆସନ୍ତୁ। କାହିଁକି ଜମାରେ ଅଛନ୍ତି ଟିକେ ବାହାରୁ ବାହାରି ଯାଆନ୍ତୁ। ଆପଣ
ପ୍ରଥମରେ ଆସିପାରିବ ସୁନ୍ଦର করে ହାତ করবো না মা মানে মাইক মানে
କାର୍ଯ୍ୟକ୍ରମ ସୁନ୍ଦର ଭାବରେ ପରିଚାଳିତ ହୋଇପାରୁଛି। ମହୁରିଆ ପାର୍ଟି ନିଜ ନିଜର ମହୁରିଆ ପାର୍ଟି ନିଜ ନିଜର କଳା ପ୍ରଦର୍ଶନ କରନ୍ତୁ। ଅଷ୍ଟ କଏଦ କରିବା ପାଇଁ ଇଚ୍ଛୁକ ଟିକେ ଭୁଲୁନାହାନ୍ତି। ଆମର ମୋବାଇଲରେ ଆମେ ଟିକେ ଦେଖିଲେ 10,000 ଲୋକ ମା ଭଉଣୀମାନେ ଦେଖିବା ପାଇଁ ସେଠି ଜଗୁଛନ୍ତି। ସବୁ ମା ଭଉଣୀମାନଙ୍କୁ ଟିକେ ଦେଖିବା ପାଇଁ ଦିଅନ୍ତୁ। ସମସ୍ତ ଦର୍ଶକମାନେ ଅନେକ ଆସୁଛନ୍ତି କେବଳ ଦୃଶ୍ୟକୁ ଅନୁଭବ କରିବା ପାଇଁ। ମା ଭଉଣୀମାନେ
ତାଙ୍କର ମୁଖ୍ୟ କାର୍ଯ୍ୟକ୍ରମ ହବ। ଆପଣମାନେ ଦୟାକରି ଦୂରକୁ ଯାଆନ୍ତୁ, ଟିକେ ତାଙ୍କୁ ଛାଡ଼ି ଦିଅନ୍ତୁ। କେବଳ ପାଠ ମୁକ୍ତା ଛଡ଼ା ବାକି କେହି ବି ଏଠି ରୁହନ୍ତୁନି, ଦୟାକରି ପଛକୁ ଯାଆନ୍ତୁ। ପୁଣି ମୋର ଅନୁରୋଧ କରୁଛୁ ପଛକୁ ଯାଆନ୍ତୁ ହେଲା। ପାଠ ମୁକ୍ତା ଅଧିକାରୀ ଛାଡ଼ିଦେଲେ ସୁନ୍ଦର ନୃତ୍ୟ ସମସ୍ତ ଉପସ୍ଥିତ ଭକ୍ତମାନେ ଦୟାକରି ଯଦି କିଛି ସମୟ ଅପେକ୍ଷା କରିପାରିବେ ଆପଣମାନେ ପ୍ରସାଦ ସେବନ କରିଯିବେ। ପ୍ରସାଦ ଅଷ୍ଟମହାଳ ମିଳନରେ ପ୍ରସାଦ ସେବନ ବ୍ୟବସ୍ଥା ଅଛି, ଆପଣମାନେ ପ୍ରସାଦ ସେବନ କରିଯିବେ। ସମସ୍ତ ମା ଭଉଣୀ ଉପସ୍ଥିତ ସମସ୍ତଙ୍କୁ ଉପସ୍ଥିତ ଜନତା ଭଦ୍ର ଜନତା ଭଦ୍ର ମହିଳା ଉପସ୍ଥିତ ମା ସମସ୍ତ ମା ଭଉଣୀମାନେ ସମସ୍ତ ଭଲେଣ୍ଟିୟରମାନେ ପ୍ରସାଦ ସେବନ ବ୍ୟବସ୍ଥା ଅଛି। ଆପଣମାନେ ଯଦି ସମୟ ରହିଲେ ପ୍ରସାଦ ସେବନ କରି ଆପଣମାନେ ନିଶ୍ଚୟ ଯିବେ।
ସମସ୍ତ ଉପସ୍ଥିତିକୁ ଧନ୍ୟବାଦ ଜଣାଇ ଆମେ ନିଜକୁ ଗର୍ବ ଅନୁଭବ କରୁଛୁ। ସମସ୍ତ ମା ଭଉଣୀମାନେ ଧୀରେ ଧୀରେ ଆରାମରେ ଯିବେ। ଶେଷ ଥର ପାଇଁ ମାଙ୍କର ଦୃଶ୍ୟ କରନ୍ତୁ। ମା ମାନେ ବର୍ତ୍ତମାନ ନିଜ ନିଜ ଜାଗାକୁ ଫେରିବେ। ବର୍ତ୍ତମାନ 10ଟା ହୋଇଗଲାଣି। ବହୁତ ସୁନ୍ଦର କାର୍ଯ୍ୟକ୍ରମ ହେଇଛି। ମା ମାନଙ୍କର ଅପାର କରୁଣା ଅପାର ଆଶୀର୍ବାଦରୁ ଏମିତି ଏକ କାର୍ଯ୍ୟକ୍ରମ ହେଇସାରିଛି। ସମସ୍ତେ ପ୍ରସାଦ ପାଇଯିବେ। ଯଦି ଅପେକ୍ଷା କରିପାରିବେ ମାତ୍ର 12 ଘଣ୍ଟା ସମୟ ମଧ୍ୟରେ ସମସ୍ତେ ପ୍ରସାଦ ସେବନ କରିଯିବେ। ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହେଉଛି। ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହେଉଛି। ଏତେ ସୁନ୍ଦର କାର୍ଯ୍ୟକ୍ରମ। ଯଦି ଆପଣମାନେ ମାଙ୍କର ଭକ୍ତ ତାହେଲେ କମେଣ୍ଟରେ ଲେଖନ୍ତୁ ଜୟ ମା ଦଣ୍ଡକାଳୀ। ଆପଣମାନଙ୍କୁ ମୋ ଭିଡ଼ିଓ ଯଦି ଭଲ ଲାଗିଥାଏ ତାହେଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଆପଣମାନଙ୍କ ସପୋର୍ଟ ହିଁ ମୋତେ ନୂଆ ନୂଆ ଭିଡ଼ିଓ ବନେଇବାକୁ ପ୍ରେରଣା ଦେଇଥାଏ। ରହୁଛି ଜୟ ମା ଦଣ୍ଡକାଳୀ।